Okay, good morning, students. समस्त ମୋ voice clear ଅଛି? Everything is clear? No issue? Okay, thank you. ଆଚ୍ଛା, ବର୍ତ୍ତମାନ ଆମେ କୋଉ ମନ୍ଥର କରେଣ୍ଟ ଆଫେୟାର କଣ୍ଟିନ୍ୟୁ କରୁଥିଲେ? Excuse. ଆଚ୍ଛା, ନଭେମ୍ବର ମାସର କରେଣ୍ଟ ଆଫେୟାର ଆମେ କଣ୍ଟିନ୍ୟୁ କରୁଥିଲେ। ତ ଆମର ଅଲରେଡି କମ୍ପ୍ଲିଟ୍ ସରିଛି ନଭେମ୍ବର ମାସର କୋଉ ପାର୍ଟଟା? ସମସ୍ତ ଷ୍ଟେଟ୍ ପାର୍ଟଟା କମ୍ପ୍ଲିଟ୍ ସରିଛି। ଓକେ, ଷ୍ଟେଟ୍ର ପାର୍ଟଟା କମ୍ପ୍ଲିଟ୍ ସରିଛି। আচ্ছা এই যে স্টেট র পার্টটা কমপ্লিট ଅଛି ଆର ରେକର୍ଡିଂ କ୍ଲାସ୍ ୱିଥ୍ ପିଡିଏଫ୍ ମୁଁ ତୁମମାନଙ୍କୁ ଆପ୍ଲିକେସନ ଅଲରେଡି ଅପଲୋଡ ସରିଛି। ଯେଉଁମାନେ ସିଜିଏଲ ବ୍ୟାଚରେ ଜଏନ୍ କରିଛ କିମ୍ବା ତୁମର ହଁ କିମ୍ବା ତୁମମାନେ ଯେଉଁ ଓଏସ୍ ବ୍ୟାଚରେ ଜଏନ୍ କରିଛ ଅଲରେଡି କମ୍ପ୍ଲିଟ୍ ସରିଛି। ତ ଆଜି ଆମେ ଡିସ୍କସନ କରିବା ଇମ୍ପୋର୍ଟାଣ୍ଟ ଡେଟ୍ସ। କ'ଣ ଡିସ୍କସନ କରିବା? ଇମ୍ପୋର୍ଟାଣ୍ଟ ଡେଟ୍ସ। ମନେ ରଖିଲେ ତୁମେ ଦେଖିଥିବ ଲାଷ୍ଟ ଏକ୍ସାମରେ କେତେଟା କ୍ୱେଶ୍ଚିନ୍ ଇମ୍ପୋର୍ଟାଣ୍ଟ ଡେଟ୍ ଉପରେ ପଚାରୁଛି। ତ ବିଗତ କିଛି ବର୍ଷ ହେଲାଣି ଇମ୍ପୋର୍ଟାଣ୍ଟ ଡେଟ୍ର ଭୂମିକା ବହୁତ ରହୁଛି। ତ ଆଜି ଆମେ ଦେଖିବା ନଭେମ୍ବର ମାସର କୋଉ କୋଉ ଡେଟ୍ ସବୁ ରହୁଛି ଯୋଉଟା କି ଏକ୍ସାମ ପଏଣ୍ଟ ଅଫ ଭ୍ୟୁରେ ବହୁତ ଇମ୍ପୋର୍ଟାଣ୍ଟ ରହୁଛି। ଦେଖ, ମୁଁ ଏଇ ଯୋଉ ଡେଟ୍ଟାକୁ ଲେଖିଛି ଟିକେ ସିକ୍ୱେନ୍ସ ଏପଟ ସେପଟ ଅଛି, ବଟ୍ ତୁମେ ଯେତେବେଳେ ନୋଟ୍ କରିବ ଆକୁ ଟିକେ ସିକ୍ୱେନ୍ସକୁ ସଜେଇକିରି ଲେଖିବ। ଦେଖ, ପ୍ରଥମ ଆମେ ଷ୍ଟାର୍ଟ କରିବା। ଦେଖ, ଫାଷ୍ଟ ଯୋଉ ପିଡିଏଫ ଟା ଫାଷ୍ଟ ଯୋଉ ପେଜ ଠାରୁ ଏଇ ପଏଣ୍ଟରେ ଆସୁଛି 7 ନମ୍ବର ପଏଣ୍ଟରୁ ବା ଏଇଠୁ। আচ্ছা, প্রথম হচ্ছে ন্যাশনাল ক্যান্সর আওয়ারনেস ডে। ন্যাশনাল ক্যান্সর আওয়ারনেস ডে কেবে পিলে টিকে ସମସ୍ତେ ମୋ ସହିତ ପାର୍ଟିସିପେଟ୍ କରିବ ସୋ ଦ୍ୟାଟ୍ ଲଜିକ୍ ଥ୍ରୁରେ ଆମେ ଆକୁ ମନେ ରଖିପାରିବା। ଓକେ, ନ୍ୟାସନାଲ ନ୍ୟାସନାଲ ଲେବୁଲରେ କ୍ୟାନ୍ସର ଆୱାରନେସ୍ ଡେ ମନେ ରଖ 7 ନଭେମ୍ବର। ଆଚ୍ଛା, ଲଜିକ୍ ହେଉଛି ଯାହାକୁ କ୍ୟାନ୍ସର ରୋଗ ହେଇଥିବ, ଯାହାକୁ କ୍ୟାନ୍ସର ରୋଗ ହେଇଥିବ ସପ୍ତାହକ 7 ଦିନ ଯାକ ତାକୁ ଟ୍ରିଟମେଣ୍ଟର ଆବଶ୍ୟକ ଅଛି। ସପ୍ତାହକୁ 7 ଦିନର ଟ୍ରିଟମେଣ୍ଟର ଆବଶ୍ୟକ ଅଛି। ତଥା ଏ ଯୋଉ ଆୱାରନେସ୍ ବା ନ୍ୟାସନାଲ କ୍ୟାନ୍ସର ଆୱାରନେସ୍ ଡେ ହେଉଛି 7 ନଭେମ୍ବର। ତ ଏଟା କେବେଠୁ ଷ୍ଟାର୍ଟ ହେଇଛି ମନେ ରଖିବ। ଏଟା ଆମେ ଫାଷ୍ଟ ଆନାଉନ୍ସଡ 2014 ମସିହା ଠାରୁ ଏଟା ଷ୍ଟାର୍ଟ ହେଇଛି। ଏଟା ବାର୍ଥ ଆନିଭର୍ସରୀ ଅଫ କିଏ କହିପାରିବ? ମେରି କ୍ୟୁରି। ମେରି କ୍ୟୁରିଙ୍କର ବାର୍ଥ ଆନିଭର୍ସରୀକୁ ଏଟାକୁ ଆମେ ନେଇକିରି ଆକୁ ଆମେ ପାଳନ କରୁଛେ। ଯୋଉ ଏଥର ଥିମ୍ କ'ଣ ଅଛି? ଏଥର ଥିମ୍ ଅଛି ୟୁନାଇଟେଡ୍ ବାଏ ୟୁନିକ୍। ମନେ ରଖିବୁ ପିଲେ, ଆମର ଓପିଏସସି ର ଯୋଉ କ୍ୱେଶ୍ଚିନ୍ ଆସେ 3ଟା ପଏଣ୍ଟକୁ ବେସ୍ କରି ଆସେ। ଯୋଉ ତୁମର ଆସେ ଯୋଉ କ୍ୱେଶ୍ଚିନ୍ ଡେଟ୍ ୱାଇଜ କେବେ ପଡୁଛି, ଥିମ୍ କେବେ ଅଛି, କେବେଠୁ ଷ୍ଟାର୍ଟ ଅଛି ହେଇଛି, ଆକୁ ନେଇକିରି କ୍ୱେଶ୍ଚିନ୍ କରେ 2-4ଟା ପଏଣ୍ଟକୁ। କିନ୍ତୁ ସିଜିଏଲ ରେ ଡାଇରେକ୍ଟ ତମକୁ ଏମିତି କ୍ୱେଶ୍ଚିନ୍ ପଚାରିବ ଯେ ନ୍ୟାସନାଲ କ୍ୟାନ୍ସର ଆୱାରନେସ୍ ଡେ କେବେ। କିନ୍ତୁ ମେ ବି ସିଜିଏଲ ରେ ମଧ୍ୟ କିଛି ବି ମଡିଫାଏ କରିପାରେ, ତୁମକୁ ଷ୍ଟେଟମେଣ୍ଟ ଆକାରରେ ଦେଇପାରେ। କାହିଁକି? ତୁମକୁ ଆଗକୁ ମଧ୍ୟ ଷ୍ଟେଟମେଣ୍ଟ ବାଲା ସବୁ ଜିନିଷ ମନେ ରଖିବାକୁ ପଡିବ। ତୁମେ ଖାଲି ତାରିଖଟାକୁ ମନେ ରଖିବନି, ତାରିଖ ସହିତ ଆଡିସନାଲ ଜିନିଷକୁ ମଧ୍ୟ ମନେ ରଖିବାକୁ ପଡିବ। ଯେମିତି କେବେଠୁ ଷ୍ଟାର୍ଟ ହେଇଛି, ଆଉ ତାର ଥିମ୍ କ'ଣ ଅଛି, କାହା ପ୍ରପୋଜରେ ଆମେ ତାକୁ ପାଳନ କରିଥାଉ, ଏଭ୍ରିଥିଙ୍ଗ। ତାହେଲେ ଆମେ ଦେଖିଲେ 7 ନଭେମ୍ବର ହେଉଛି କ'ଣ? କ୍ୟାନ୍ସର ଆୱାରନେସ୍ ଡେ। এই ଯୋଉ 9 ନମ୍ବର ପଏଣ୍ଟ ଲେଖା ହେଇଛି ନ୍ୟାସନାଲ ଲିଗାଲ ସର୍ଭିସ ଡେ, ଆକୁ ତୁମେ ସ୍କିପ୍ କରିପାରିବ କାହିଁକି ନା ଏଟା ଏତେ ଇମ୍ପୋର୍ଟାଣ୍ଟ ନାହିଁ। ଆମେ କେବଳ ଇମ୍ପୋର୍ଟାଣ୍ଟ ଡେଟ୍ ଉପରେ ଫୋକସ୍ କରିବା। ଆଚ୍ଛା, ଦ୍ୱିତୀୟ ନମ୍ବର ପଏଣ୍ଟ ଆସିଲା 11 ନଭେମ୍ବର। ଦେଖ, ନ୍ୟାସନାଲ ଏଜୁକେସନ ଡେ, ଦ୍ୟାଟ୍ ଇଜ ଦ ଭେରି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ଆମେ ଯେତେବେଳେ ପାଠ ପଢିଥାଉ ଆମକୁ ଲଜିକାଲି କହୁନୁ ଯେ ଗୋଟିଏ ଗୋଟିଏ ପାହାଚ ଚଢ, ଗୋଟିଏ ଗୋଟିଏ ଷ୍ଟେପ୍ ଯାଅ, ଅଟୋମେଟିକ ତୁମେ ସକ୍ସେସ୍ ପାଇବ। ଗୋଟିଏ ଗୋଟିଏ ୱାନ୍ ବାଇ ୱାନ୍ ଟେଷ୍ଟେଡ୍। ତା ତ 11 ନଭେମ୍ବର ହେଉଛି କ'ଣ ନା ତୁମମାନଙ୍କର ନ୍ୟାସନାଲ ଏଜୁକେସନ ଡେ। ନ୍ୟାସନାଲ ଏଜୁକେସନ ଡେ ଇଏ ହେଉଛି କାହାର ନା ବାର୍ଥ ଆନିଭର୍ସରୀ ଅଫ ଦ ଅବଦୁଲ କାଲାମ ଆଜାଦ। ମନେ ଅଛି ତ ଅବଦୁଲ କାଲାମ ଆଜାଦ କି ସେ ନା ପ୍ରଥମ ଏଜୁକେସନ ମିନିଷ୍ଟ୍ରି, ଫାଷ୍ଟ ଏଜୁକେସନ ମିନିଷ୍ଟ୍ରି। ତାଙ୍କରି ପର୍ପଜରେ ବା ତାଙ୍କରି ଉଦ୍ଦେଶ୍ୟରେ ଆକୁ ଆମେ ସେଲିବ୍ରେଟ କରୁଛୁ। ଓକେ, এটা କେବେଠାରୁ ପ୍ରଥମେ ଆକୁ କେବେ ପାଳନ କରାଯାଇଥିଲା? ମନେ ରଖିବ 2008 ମସିହାରେ ଆକୁ ପ୍ରଥମେ ସେଲିବ୍ରେସନ କରାଯାଇଥିଲା। ଆଉ ଏ ବର୍ଷ ଏଜୁକେସନ ଡେ ର ଥିମ୍ କ'ଣ ଅଛି? ମନେ ରଖିବ, ଏଜୁକେସନ ଡେ ର ଥିମ୍ ଅଛି AI ଆଣ୍ଡ ଏଜୁକେସନ। AI ଆଣ୍ଡ ଏଜୁକେସନ ଏତି। ଆଉ ତାଙ୍କୁ କେବେ ଅବଦୁଲ କାଲାମ ଆଜାଦକୁ କେବେ ଭାରତ ରତ୍ନ ମିଳିଥିଲା? 1992ରେ ଭାରତ ରତ୍ନ ଆୱାର୍ଡେଡ୍, ତାଙ୍କୁ ଭାରତ ରତ୍ନର ପୁରସ୍କାର ଦିଆଯାଇଥିଲା। ବୁଝା ପଡ଼ିଲା ସମସ୍ତଙ୍କୁ ଏ ଦିଟା ଯାକ? ଆଚ୍ଛା, ମୁଁ ଯଦି କ୍ୱେଶ୍ଚିନ୍ ପଚାରେ ନ୍ୟାସନାଲ କ୍ୟାନ୍ସର ଆୱାରନେସ୍ ଡେ କେବେ କେବେ? ନ୍ୟାସନାଲ କ୍ୟାନ୍ସର ଆୱାରନେସ୍ ଡେ କେବେ? ନ୍ୟାସନାଲ କ୍ୟାନ୍ସର ଆୱାରନେସ୍ ଡେ 7 ନଭେମ୍ବର। ସେକେଣ୍ଡ ପଏଣ୍ଟ ହେଉଛି ନ୍ୟାସନାଲ ଏଜୁକେସନ ଡେ କେବେ? ନ୍ୟାସନାଲ ଏଜୁକେସନ ଡେ କେବେ? 11 ନଭେମ୍ବର। ଏଜୁକେସନ ଡେ ରେ କାହା ପର୍ପଜରେ ଆମେ ଆକୁ ସେଲିବ୍ରେଟ କରୁଛେ ବା କାହା ଉଦ୍ଦେଶ୍ୟରେ ଆମେ ଆକୁ ସେଲିବ୍ରେଟ କରୁଛେ?
ଅବଦୁଲ କଲାମ ଆଜାଦଙ୍କର ପ୍ରପୋଜାଲ। ଥ୍ୟାଙ୍କ ୟୁ। ଆଚ୍ଛା, ମୁଁ ଏଇଠି ଟିକେ ଏଇ ଏପଟ ପିଡିଏଫ୍ କୁ ଆସୁଛି, ମାନେ ଉପର ଇମେଜ କୁ ଆସୁଛି। ଦେଖ, ପ୍ରଥମେ ଆମେ ଦେଖିଲେ କ'ଣ 7/11, ଏବେ ଆସିଲା 14 ନଭେମ୍ବର। ମନେ ରଖ, 14 ନଭେମ୍ବର ଆମେ କ'ଣ ସେଲିବ୍ରେଟ କରୁ? ନଭେମ୍ବର 14ରେ ଆମେ କ'ଣ ସେଲିବ୍ରେଟ କରିଥାଉ? ଏ ତ ୱାର୍ଲଡ ଡାଇବେଟିସ୍ ଡେ ଅଛି, ଠିକ ଅଛି। ଆଉ କ'ଣ ସେଲିବ୍ରେଟ କରିଥାଉ ନଭେମ୍ବର 14ରେ? କି କହିବ? ନଭେମ୍ବର 14ରେ ଆମେ କୋଉ ଦିବସ ରୂପେ ପାଳନ କରୁ? ନଭେମ୍ବର 14କୁ ଆମେ କୋଉ ଦିବସ ରୂପେ ପାଳନ କରୁ? ଛୋଟବେଳୁ ଆମେ ପାଳନ କରି ଆସିଛେ ଚିଲଡ୍ରେନ୍ସ ଡେ, ଟିଚର୍ସ ଡେ କହିଲେ କି ଚିଲଡ୍ରେନ୍ସ ଡେ, ଚିଲଡ୍ରେନ୍ ଡେ। ଆଚ୍ଛା, ଛୋଟ ଛୁଆଙ୍କୁ ଆମେ କ'ଣ ଦେଇଥାଉ ଖାଇବାକୁ? ମିଠା ଦେଇଥାଉ ଖାଇବାକୁ, ହଁ କି ନା? ଛୋଟ ଛୁଆଙ୍କୁ ଆମେ ମିଠା ଦେଇନଥାଉ ଖାଇବାକୁ। ଆଜି ଆମେ ଯେତେବେଳେ ଛୋଟ ଥିଲୁ ସୁଇଟ୍, ଛୋଟ ଛୁଆଙ୍କୁ ଆମେ ମିଠା ଦେଇ ଦେଇ ଆମେ ତାକୁ ଡାଇବେଟିସ୍ ରୋଗ କରିଦେଇଛେ, ହେଲା। ତ ସେଥିପାଇଁ 14 ନଭେମ୍ବର ଇଜ ରିଲେଟେଡ ଟୁ ୱାର୍ଲଡ ଡାଇବେଟିସ୍ ଡେ। କ'ଣ ଆସିଲା? ୱାର୍ଲଡ ଡାଇବେଟିସ୍ ଡେ। ଦ୍ୟାଟ ମିନ୍ସ ଡାଇବେଟିସ୍ ଆକ୍ରସ୍ ଲାଇଫ, ଯୋଉଟା କି ତାର ଅଛି ଥିମ୍ ଅଛି, ଯୋଉଟା କି ତୁମମାନଙ୍କ ପାଇଁ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ। ପୁରା କ୍ଲିୟର ହେଲା? ଡାଇବେଟିସ୍ ଡେ କୁ ଆମେ କେମିତି ଚୁଜ୍ କରିବା? ଛୋଟ ଛୁଆଙ୍କୁ ସବୁବେଳେ ମିଠା ଦେଲେ ଚିଲଡ୍ରେନ୍ସ ଡେରେ, ସେ ଛୁଆ ଯେତେବେଳେ ବଡ ହେଲା ତ ଡାଇବେଟିସ୍ ରୋଗ ହେଲା ଆଉ। ପୁରା କ୍ଲିୟର ହେଲା? ପୁରା କ୍ଲିୟର? ଦେଖ, ତାହେଲେ ଏଇଠି ଆମେ 14ଟା କ୍ଲିୟର ହେଲା। 14 ଯେତେବେଳେ କ୍ଲିୟର ହେଲା, ଆମେ ଏଇଠିକି ଯିବା। ଦେଖ, 16ରେ ଅଛି କ'ଣ? ନ୍ୟାସନାଲ ପ୍ରେସ ଡେ। ନ୍ୟାସନାଲ ପ୍ରେସ ଡେ। 16ଟା ହଉଛି କ'ଣ? ମାନେ ପ୍ରେସ, ପ୍ରେସ ଯୋଉଟା ଆମେ ସ୍ୱାଧୀନତା ଆମକୁ ଦିଆ ପ୍ରେସ, ତାହେଲେ ଆମେ 16 ନଭେମ୍ବର ହଉଛି କ'ଣ? ନ୍ୟାସନାଲ ପ୍ରେସ ଡେ। ନ୍ୟାସନାଲ ପ୍ରେସ ଡେ ହଉଛି 16 ନଭେମ୍ବର। ଆଚ୍ଛା, ଏବେ ଯିବା ଚାଲ। ଆଚ୍ଛା, ଏଇଠି ଏବେ ରିସେଣ୍ଟଲି ଆମେ କ'ଣ ପଢିଲେ? 16 ନଭେମ୍ବର କୋଉ ଦିନ ଥିଲା? ଦେଖ, ଏଇଠୁ ଆମେ ଲଜିକ ଲଜିକ ଲଗେଇକି ଚାଲିବା। 16ରୁ କନଷ୍ଟାଣ୍ଟଲି ଲଜିକ ଚାଲିବ। 16 ନଭେମ୍ବର କୋଉ ଦିନ ରହିଲା ପିଲେ? 16 ନଭେମ୍ବର ପ୍ରେସ ଡେ। ଆଚ୍ଛା, ପ୍ରେସ ଡେ। ଆଚ୍ଛା, 16 ପରେ ଆସିଲା 17 ନଭେମ୍ବର। 17 ନଭେମ୍ବର ହଉଛି ଇଣ୍ଟରନ୍ୟାସନାଲ ଷ୍ଟୁଡେଣ୍ଟସ ଡେ। ମନେ ରଖିଲେ, ପ୍ରେସରେ ସବୁବେଳେ କୋଉମାନେ ଆଗକୁ ଆସନ୍ତି? ଷ୍ଟୁଡେଣ୍ଟ ମାନେ। ଷ୍ଟୁଡେଣ୍ଟ ମାନଙ୍କର କିଛି ହେଲା ମାନେ ପ୍ରେସରେ ଆଗ ବାହାରିଲା। ତାହେଲେ 16 ସହିତ ମୁଁ ଲିଙ୍କ କଲି କାହାକୁ? ଷ୍ଟୁଡେଣ୍ଟ ମାନଙ୍କୁ ଲିଙ୍କ କଲି। ପୁରା କ୍ଲିୟର ହେଲା? ପୁରା କ୍ଲିୟର ହେଲା? ହଁ କି ନା? ପୁରା କ୍ଲିୟର? ପୁରା କ୍ଲିୟର? ଓକେ। ତାହେଲେ ଆମେ ଏଇଠି କ୍ଲିୟର ହେଲେ 16 ନଭେମ୍ବର ହଉଛି କିଏ ସେ? ନା ପ୍ରେସ ଡେ। ଆଉ 17 ନଭେମ୍ବର ହଉଛି କୋଉ ଦିନ? ନା ଆମର ଷ୍ଟୁଡେଣ୍ଟ ଡେ। ଏଇଟା କ୍ଲିୟର ହେଲା? 16 17 ଗଲା। 19 ଗୋଟେ ଇମ୍ପୋର୍ଟାଣ୍ଟ ଡେ। 19 ହଉଛି ଗୋଟେ ଇମ୍ପୋର୍ଟାଣ୍ଟ ଡେ। 19 ହେଉଛି ଇଣ୍ଟରନ୍ୟାସନାଲ ମେନ୍, ମାନେ ଓମେନ୍ ଡେ ଗୋଟେ ଅଛି। ମେନ୍ ଡେ କେବେ? ଇଣ୍ଟରନ୍ୟାସନାଲ ମେନ୍ ଡେ କେବେ? କାରଣ ଷ୍ଟୁଡେଣ୍ଟରୁ ହିଁ ଆମେ ମେନ୍ ଆସିବା। ଦେଖ, ଆମେ ଲଜିକାଲି ଷ୍ଟୁଡେଣ୍ଟକୁ ନେଲେ, ଷ୍ଟୁଡେଣ୍ଟରୁ ଆସିଲା କ'ଣ? ମେନ୍। ଆଚ୍ଛା, ମେନ୍। ମେନ୍ ରୁ ଆସିଲା କ'ଣ? ମେନ୍ ହଉଛି 19 ନଭେମ୍ବର। ଜଷ୍ଟ ଲଜିକାଲି ମୁଁ ତୁମକୁ ଖାଲି ଗୋଟେ ଜିନିଷ କହିବି, ୟେସ୍ ଆଉ ନୋ ବୋଲି କହିବ। ସାଧାରଣତଃ ମେନ୍ କୁ ଯେତେବେଳେ ଟଏଲେଟ ଲାଗେ, କିଛି ସେ ମାନନ୍ତି। ସେ ସେଠି ମାନେ ପ୍ରପର ପ୍ଲେସ୍ ଥାଉ ବା ନଥାଉ, ସେଠି କିଏ ଥାଉ କି ନଥାଉ, ହଁ କି ନା? ସେ ରୋଡ ସାଇଡରେ ବି ଚଳିଯିବ, ହଁ କି ନା? ମାନେ ସମସ୍ତଙ୍କୁ କହୁନି, ଓଭରାଲି ଆମେ କିଛି ଜିନିଷକୁ କନସିଡର ଯଦି କରିବା, ହଁ କି ନା? ତ ସେଥିପାଇଁ ତାଙ୍କର ଯୋଉ ଦିନ ଥିଲା ମେନ୍ ଡେ ଦିନ, ଆମେ ଆଉ କୋଉ ଦିନ ସେଲିବ୍ରେଟ କରିବା? ଟଏଲେଟ ଡେ। এটা কোশ্চিন আসে যে টয়লেট ডে কেবে? টয়লেট, ହଁ, ଟଏଲେଟ ଡେ। ତ ଟଏଲେଟ ଡେ ମଧ୍ୟ ସେଦିନ। ଆଚ୍ଛା, ଦେଖ, ମୁଁ ଏଇଠି ଖାଲି ଥିମ୍ଟା ଆମେ ଖାଲି ମନେ ରଖିବା। ମେନ୍ ଡେ ର ଥିମ୍ କ'ଣ ଅଛି ପିଲେ? ଆଚ୍ଛା, ମେନ୍ ଆଣ୍ଡ ବଏଜ୍। ଓକେ, ସେଲିବ୍ରେଟିଂ ମେନ୍ ଆଣ୍ଡ ବୟ ହଉଛି ମେନ୍ ଡେ ର ଥିମ୍ ଅଛି। ଆଉ ଟଏଲେଟ ଡେ କେବେ ଅଛି ପିଲେ? ସେଇଦିନ 19 ମାନେ ଇଏରେ କ'ଣ କହିଲ, ନଭେମ୍ବର ହଉଛି ଟଏଲେଟ ଡେ। ଟଏଲେଟ ଡେ ଏଇଠି ଲେଖିଦିଏ। ଟଏଲେଟ ଡେ। ଟଏଲେଟ ଡେ ର ଥିମ୍ କ'ଣ ଅଛି? ସାନିଟାଇଜେସନ ଇଜ ଏ ଚେଞ୍ଜିଂ ୱାର୍ଲଡ। ତ ଏଠି କୁହାଗଲା ଯେ ତୁମେ ଟଏଲେଟ ଯୋଉ କରୁଛ, ମାନେ ରାସ୍ତା କରରେ ବନ୍ଦ କର, କାହିଁକି ନା ଆମକୁ ସାନିଟାଇଜେସନ ଦରକାର। ଆଚ୍ଛା, ଯେତେବେଳେ ଏଇଠି ଗୋଟେ ଜିନିଷ ମୁଁ ତୁମକୁ କହିବାକୁ ଚାହୁଁଛି, ପୁଅମାନେ ଯାହା କରିବେ ତାଙ୍କଠାରୁ ଛୋଟ ପିଲା ଶିଖିବେ, ହଁ କି ନା? ପୁଅମାନେ ଯାହା କରିବେ ତାଙ୍କଠାରୁ ଛୋଟ ପିଲା ଶିଖିବେନି?
ଏ ପଏଣ୍ଟ ଗୁରା କେମିତି ମୁଁ ଇନକ୍ଲୁଡ କରିବି? ଏଟା ଲଜିକଟା, ଲଜିକ କୁ କେବେ ମୁଁ ଇନକ୍ଲୁଡ କେମିତି କରିବି? ଆଚ୍ଛା ଛାଡ଼, ମେନ୍ ମାନେ ଯାହା କରିବେ ତାଙ୍କଠାରୁ ଛୋଟ ପିଲା ଶିଖିବେ, ହଁ କି ନା? ହଁ ମତେ କହିଲେ ହଁ କି ନା? ଟଏଲେଟ ବା ଲେଖା ହେଇଛି, ଟଏଲେଟ ଡେ ଲେଖା ହେଇନି କି? ଏବେ ଲେଖା ହେଇଛି ଯୋଉ ଉପରେ, ଯୋଉ ପିଡିଏଫ ଟା ଦେଇଛି ଲେଖିନି, ୱାର୍ଲଡ ଟଏଲେଟ ଡେ 19 ନଭେମ୍ବର, ସାନିଟାଇଜେସନ ଇଜ ଏ ଚେଞ୍ଜିଂ ୱାର୍ଲଡ। ଓକେ, ଆମେ ଆକୁ କେବେଠୁ ସେଲିବ୍ରେଟ କରି ଆସୁଛେ, ଯେ ଏଟାକୁ ୱାର୍ଲଡ ଟଏଲେଟ ଅର୍ଗାନାଇଜେସନ 2001 ରେ ଏଷ୍ଟାବ୍ଲିଶ ହେଇଥିଲା। ତାପରେ ଆସିଲା ଅଫିସିଆଲି ୟୁଏନ ଅବଜର୍ଭ, ଅଫିସିଆଲି ଆକୁ ଆମେ କେବେଠୁ ଅବଜର୍ଭ କରି ଆସୁଛେ ନା 2013 ମସିହାଠାରୁ ଅବଜର୍ଭ କରି ଆସୁଛେ। ଆଚ୍ଛା, ଆମେ ଏଇଠି ଲଜିକ କଣ ଦେଖିଲେ? ବଡ ପିଲାଙ୍କ ଠାରୁ ବା ମେନ୍ ମାନଙ୍କଠାରୁ ଛୋଟ ପିଲା ଶିଖିଲେ। ତ ଯେହେତୁ ଛୋଟ ପିଲା ଶିଖୁଛନ୍ତି, ୱାର୍ଲଡ ଚିଲଡ୍ରେନ୍ସ ଡେ କେବେ? ୱାର୍ଲଡ ଚିଲଡ୍ରେନ୍ସ ଡେ କେବେ? ୱାର୍ଲଡ ଚିଲଡ୍ରେନ୍ସ ଡେ ହଉଛି କେବେ? ନା ତୁମମାନଙ୍କର କିସେ ନା 20 ନଭେମ୍ବର। ପୁରା କ୍ଲିୟର ହେଲା? 20 ନଭେମ୍ବର। ଛୋଟ ପିଲା କଣ କରିବାକୁ ବେଶୀ ଭଲ ପାଆନ୍ତି? ଛୋଟ ବେଳ ଟାଇମରେ ପିଲାମାନେ କଣ କରିବାକୁ ବେଶୀ ଭଲ ପାଆନ୍ତି? 20 ନଭେମ୍ବର ହେଲା ୱାର୍ଲଡ ଚିଲଡ୍ରେନ୍ସ ଡେ। ଛୋଟ ପିଲା କଣ କରିବାକୁ ଭଲ ପାଆନ୍ତି? ହଁ, କଣ তুমি ଜାଣିନ ଛୋଟ ପିଲା କଣ କରିବାକୁ ବେଶୀ ଭଲ ପାଆନ୍ତି? ଏବେ ଗୋଟେ ଛୋଟ ଛୁଆକୁ ନେଇ ବସେଇଦିଅ, ସେ କଣ କରିବାକୁ ଚାହିଁବ? ଆଗ ଟିଭି ଦେଖିବାକୁ ଭଲ ପାଇବ। ମୋବାଇଲ ବା ଟିଭି? ଫ୍ୟାସନ ଡ୍ରେସ୍ କାଳେ ଛୋଟ ଛୁଆ ଭଲ ପାଆନ୍ତି। ଆଚ୍ଛା, କଣ କରିବା ଟିଭି ଦେଖିବାକୁ ଭଲ ପାଆନ୍ତି? ତ ୱାର୍ଲଡ ଟେଲିଭିଜନ ଡେ, ୱାର୍ଲଡ ଟେଲିଭିଜନ ଡେ କେବେ ଆସିଲା? 21 ନଭେମ୍ବର। 21 ନଭେମ୍ବର ହଉଛି ୱାର୍ଲଡ ଟେଲିଭିଜନ ଡେ। ଏବେ ଆମେ ଟିକେ ରିଭିଜନ କରିଦବା। ହଁ, 21 ନଭେମ୍ବର ଟେଲିଭିଜନ ଡେ ଅଛି ଯେ, କିନ୍ତୁ ଏଇଠି କିଛି ଏକ୍ସଟ୍ରା ପଏଣ୍ଟ ଅଛି, ମୁଁ କହିଦଉଛି। ଏଟା ଏଷ୍ଟାବ୍ଲିଶ ହେଇଥିଲା କେବେ? 1996 ରେ। ମାନେ ୱାର୍ଲଡ, ୱାର୍ଲଡ ଟେଲିଭିଜନ ଫାଷ୍ଟ ସେଲିବ୍ରେଟେଡ ହେଲା କେବେ? 1996 ରେ। ଏଟା କ୍ୱେଶ୍ଚନ ଆସିପାରେ। ଟିଭି ଇଣ୍ଟ୍ରୋଡ୍ୟୁସ ଇନ୍ ଇଣ୍ଡିଆ, ପ୍ରଥମେ ଭାରତରେ ଟିଭି କେବେ ଇଣ୍ଟ୍ରୋଡ୍ୟୁସ ହେଇଥିଲା? 1959 ରେ। 1959 ରେ ଭାରତରେ ପ୍ରଥମେ ଟିଭି ହେଇଥିଲା। କଲର ବାଲା କେବେ ହେଇଥିଲା ଟିଭି? ତୁମର ହଉଛି 1982 ରେ। ଓକେ, ତ ଏଟାକୁ ମନେ ରଖିବାର ଅଛି। ଆଉ ଲାଷ୍ଟ ପଏଣ୍ଟ ହଉଛି କିଏ ସେ? ତୁମର ହଉଛି ନ୍ୟାସନାଲ କନଷ୍ଟିଟ୍ୟୁସନ ଡେ। ଏଟା ତୁମେ ପଢିଛ ବାର ବାର। କନଷ୍ଟିଟ୍ୟୁସନ ଡେ କେବେ? 26 ନଭେମ୍ବର ହଉଛି, ନଭେମ୍ବର 26 ହଉଛି ଆମର କନଷ୍ଟିଟ୍ୟୁସନ ଡେ। କାହିଁକି ଆମେ ସେଇ ଦିନକୁ ପାଳନ କରିଥାଉ? ଯେ ସେଇ ଦିନ ବା 1949 ମସିହା ନଭେମ୍ବର 26ରେ ଆମ କନଷ୍ଟିଟ୍ୟୁସନ ସମ୍ପୂର୍ଣ୍ଣ ରୂପେ କମ୍ପ୍ଲିଟ ହେଇଥିଲା। ଯେତେବେଳେ କମ୍ପ୍ଲିଟ ହେଲା, ସେ ଯୋଉ ସିଗ୍ନେଚର କେଇ ଜଣ ମାରିଥିଲେ? ଆମ ସମ୍ବିଧାନରେ କେତେ ଜଣଙ୍କର ସିଗ୍ନେଚର ଅଛି? କେତେ ଜଣଙ୍କର ସିଗ୍ନେଚର ଅଛି ସମ୍ବିଧାନରେ? କେତେ ଜଣଙ୍କର ସିଗ୍ନେଚର ଅଛି ଆମ ସମ୍ବିଧାନ? ଟୋଟାଲ ସିଗ୍ନେଚର ଅଛି କେବେ? 284 ଜଣଙ୍କର ସିଗ୍ନେଚର ଅଛି। କିନ୍ତୁ ମେମ୍ବର ଥିଲେ କେତେ? କିନ୍ତୁ ମେମ୍ବର ଥିଲେ କେତେ? ଆକ୍ଚୁଆଲ ମେମ୍ବର ଥିଲେ କେତେ? 299 ମେମ୍ବର ଥିଲେ, କିନ୍ତୁ ସିଗ୍ନେଚର ମାଇଲେ କେତେ? ନା 284 ଜଣ ମାଇଲେ। ତ ଆମର ନଭେମ୍ବର 26ରେ ସମ୍ବିଧାନ କମ୍ପ୍ଲିଟ ହେଲା। କିନ୍ତୁ କିନ୍ତୁ ଆମେ କଣ ପାଇଁ 26 ଜାନୁଆରୀ 1950 କୁ ସେଲିବ୍ରେଟ କରୁଛେ? କଣ ପାଇଁ? ବିକଜ ଅଫ ଆମେ କାହାକୁ ମନେ ରଖିବା ପାଇଁ? ପୂର୍ଣ୍ଣ ସ୍ୱରାଜ, 1930 ମସିହାରେ ହୋଇଥିବା ପୂର୍ଣ୍ଣ ସ୍ୱରାଜକୁ ମନେ ରଖିବା ପାଇଁ। କାହିଁକିନା ସିଏ ବି ରାବି ନଦୀ କୂଳରେ ଜବାହରଲାଲ ନେହେରୁ ଟ୍ରାଇ କଲର ଫ୍ଲାଗ ଉଡେଇଥିଲେ। ସିଏ ଥିଲା ଜାନୁଆରୀ 26 ତାରିଖ। ସେ ଦିନକୁ ମନେ ରଖିବା ପାଇଁ ଆମେ ଏଇ ଜିନିଷ ସେଲିବ୍ରେଟ କରିଥିଲେ। ପୁରା ବୁଝିପାରିଲେ ସମସ୍ତେ? ଟିକେ ରିଭିଜନ କରିବା, ହଁ କି ନା? ଲଜିକ ଥ୍ରୁ ଯାହା ବି ତମକୁ କହିଲି ଏକାଥରେ ଯିବା। ଆଚ୍ଛା ଆଚ୍ଛା, ମୋର କ୍ୱେଶ୍ଚିନ୍ ଆସିଲା ପିଲେ, ଯେ ପ୍ରଥମ ହଉଛି ନ୍ୟାସନାଲ କ୍ୟାନ୍ସର ଆୱାରନେସ ଡେ କେବେ? କ୍ୟାନ୍ସର କଥା ମନେ ପକାଅ। କ୍ୟାନ୍ସର ଆୱାରନେସ ଡେ କେବେ? 7 ନଭେମ୍ବର। ଆଚ୍ଛା, ଏଜୁକେସନ ଡେ ପିଲେ କେବେ ଥିଲା? ଏଜୁକେସନ, ହଁ, ଏଜୁକେସନ ପରେ ଆମେ କଣ ପଢିଥିଲେ? 14 ନଭେମ୍ବର। 14 ନଭେମ୍ବରରେ ଦିଟା କନସେପ୍ଟ ଥିଲା। 14 ନଭେମ୍ବରରେ ଦିଟା କନସେପ୍ଟ ଥିଲା। ଗୋଟିଏ ହଉଛି କଣ ନା ଚିଲଡ୍ରେନ୍ସ ଡେ, ଯୋଉଟା କି ମୁଁ ଲେଖିନି କାରଣ ତମ ମନେ ଅଛି। ସେୟାକୁ ଲଜିକାଲି ବେସ୍ କରି ଆମେ କଣ ଆସିଲା? ଡାଇବେଟିସ୍ ଡେ। ଡାଇବେଟିସ୍ ଡେ। ଆଚ୍ଛା, ତ ଏଉଠୁ ପୁରା ଲଜିକ ଆମର ଚାଲିଲା। ଗୋଟେ ହଉଛି ନଭେମ୍ବର 16। ନଭେମ୍ବର 16 ପିଲା କଣ ଥିଲା? ନଭେମ୍ବର 16 କଣ ଥିଲା? ପ୍ରେସ ଡେ। ପ୍ରେସ ଡେ। 16 ପରେ ଆସିଲା 17। 17 କଣ ଆସିଲା? 17 କଣ? ପ୍ରେସ ରୁ କଣ ଆସିଲେ? ଷ୍ଟୁଡେଣ୍ଟ ଆସିଲେ। ହଁ, ଷ୍ଟୁଡେଣ୍ଟସ ଡେ। ଆଚ୍ଛା, ଷ୍ଟୁଡେଣ୍ଟ ପରେ ଆସିଲା 19। 19ରେ ଦିଟା ଜିନିଷ ଥିଲା। କଣ କଣ ଥିଲା? ଗୋଟେ ମେନ୍ ଡେ, ଗୋଟେ ହେଲା ଟଏଲେଟ ଡେ। 19ରୁ ଆମେ ଛୋଟ ପିଲା ଶିଖିଲେ ଆମଠାରୁ 20। 20 ହେଲା ଇଣ୍ଟରନ୍ୟାସନାଲ ଚିଲଡ୍ରେନ୍ସ ଡେ।
କୋଡ଼ିଏ ପରେ ଆସିଲା 21, ଟିଭି ଡେ ବା ଟେଲିଭିଜନ ଡେ। 21 ପରେ ଆସିଲା 26, 26 ହଉଛି ସମ୍ବିଧାନ ଦିବସ ବା କନଷ୍ଟିଚ୍ୟୁସନ ଡେ। ଏ କ୍ଲାସରେ ଯାହା ବି କିଛି ଆମେ ଡିସ୍କସନ କଲେ ସମସ୍ତଙ୍କୁ ବୁଝା ପଇଲା, ହଁ କି ନା? ପୁରା ଏକାଥରେ କ୍ଲିୟର ହେଲା। ଆଉ ମନେ ରଖ, ଏବେଠାରୁ ସବୁ ଜିନିଷକୁ ଟିକେ ଟିକେ କରି ମନେ ରଖିବା ପାଇଁ ଟ୍ରାଏ କର। ହଁ, କାହିଁକି ନା ଏବେଠୁ ନ ମନେ ରଖିଲେ ସେତେବେଳକୁ ତୁମେ, ହଁ, ମାନେ କନଫ୍ୟୁଜନ ହେଇଯିବ ଯେ ଆମେ ଏତେ ଶୀଘ୍ର କଣ କରିବୁ। ସେଥିପାଇଁ ମାନେ କୁହାଯାଏ ଧୀର ପାଣି ପଥର କାଟେ। ସେଥିପାଇଁ ଏଭ୍ରିଡେ ଆମେ ଯୋଉ କରେଣ୍ଟ ଆଫେୟାର ପଢଉଛେ ସେଟାକୁ ଅପ୍ ଟୁ ଡେଟ୍ କରିଚାଲ। ଆର ପିଡିଏଫ୍ ଆଉ ତାର ରେକର୍ଡିଂ କ୍ଲାସ୍ ମୁଁ ଆପ୍ଲିକେସନରେ ଅପଲୋଡ କରିଦେବି, ବୋଥ ସିଜିଏଲ ବ୍ୟାଚ୍ ଆଉ ଓଏସ୍ ବ୍ୟାଚର ଆଦିତ୍ୟ ଏକାଡେମୀ ଆପ୍ଲିକେସନ। ଓକେ, ଥ୍ୟାଙ୍କ ୟୁ। ସିଜିଏଲ ରେ 40 ମାର୍କ କରେଣ୍ଟ ଆଫେୟାର, ବୁଝିପାରୁଛ? ସିଜିଏଲ ରେ 40 ମାର୍କ କରେଣ୍ଟ ଆଫେୟାର, ଯଦି ପୂର୍ବ ବର୍ଷ ପୂର୍ବ ସିଲାବସକୁ ଦେଖିବା, ମାନେ ଭାବ ସେ କୋଉ କୋଉ ଏରିଆରୁ ଆସିବ କୋଶ୍ଚିନ୍। 40 ମାର୍କ ଏଥିରେ କମିଯିବ, କାହିଁକି ନା ଓଡିଶାର ପାର୍ଟ କିଛି ଆଡ୍ ହବ ନା, ଓଡିଶା ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି, ମେନ୍ ସେଟା 20 ମାର୍କ ହେଇଯାଇପାରେ କରେଣ୍ଟ ଆଫେୟାର।